ତ ଚାଲନ୍ତୁ ଆଜି ଆମେ ଓଡ଼ିଶା ହିଷ୍ଟ୍ରିରୁ ଆମର MCQ ଡିସ୍କସନ୍ ଚାଲିଥିଲା ହେଲା। ଟୋଟାଲ୍ ଆମର ପାର୍ଟ 1 ଆଉ ପାର୍ଟ 2ରେ ଶହେ ଆମର 200ଟା କ୍ୱେଶ୍ଚିନ୍ ଅଲରେଡ଼ି ଡିସ୍କସନ୍ ହେଇସାରିଛି ହେଲା। ଆଉ କିଛି କ୍ୱେଶ୍ଚିନ୍ ଆମର ରିପିଟ୍ ହେଇଛି, ସେଗୁଡ଼ା ମନେ ରଖିବେ ଦୁଇଥର ପଢ଼ିକି। ତ ଚାଲନ୍ତୁ ଆମେ ଆଉ ଗୋଟେ ନୂଆ ପାର୍ଟ 3ରେ ପଢ଼ିବା ହେଲା। ତ ଆଉ ଯେଉଁମାନେ ଚ୍ୟାନେଲକୁ ନୂଆ ଆସିଛନ୍ତି ଚ୍ୟାନେଲଟିକୁ ସପୋର୍ଟ ନିହାତି କରିବେ ହେଲା, ଆଉ ସବସ୍କ୍ରାଇବ୍ କରିକି ଯିବେ ହେଲା। ତ ଚାଲନ୍ତୁ ପ୍ରଥମ କ୍ୱେଶ୍ଚିନ୍। ତ ପ୍ରଥମ କ୍ୱେଶ୍ଚିନ୍ରେ ଅଛି ହୁଇଚ୍ ଡାଇନେଷ୍ଟି ରୁଲ୍ ଓଡ଼ିଶା ବିଫୋର୍ ଇଷ୍ଟର୍ଣ୍ଣ ଗଙ୍ଗ ଡାଇନେଷ୍ଟି। ତ ଇଷ୍ଟର୍ଣ୍ଣ ଗଙ୍ଗ ଡାଇନେଷ୍ଟିର ପୂର୍ବରୁ ଆମର କେଉଁ ଡାଇନେଷ୍ଟି ଶାସନ କରୁଥିଲେ ଓଡ଼ିଶାରେ ହେଲା। ତ ସେଇଟା ଆମର କେଉଁଟା ହେବ ତାହେଲେ ସୋମବଂଶୀ ଡାଇନେଷ୍ଟି ଶାସନ କରୁଥିଲେ। ତାପରେ ନେକ୍ସଟ ଅଛି ଦ ସୋମବଂଶୀ ରୁଲର ୱେଆର୍ ଗ୍ରେଟ୍ ଫଲୋୱାର୍ସ ଅଫ୍। ତ ସେମାନେ ଯେଉଁ ସୋମବଂଶୀ ରୁଲର ଗୁଡ଼ା ଥିଲେ ସେମାନେ କେଉଁ ଧର୍ମକୁ ସେମାନେ ବେଶୀ ପସନ୍ଦ କରୁଥିଲେ, ତ ସେଇଟା ମନେ ରଖିବେ ତାହେଲେ କେଉଁଟା ହେବ ଶିବାଜୀ ହେଲା। ସେମାନେ ଭଗବାନ ଶିବଙ୍କୁ ସେ ଭଲ ପାଉଥିଲେ ହେଲା, ସେମାନଙ୍କୁ ପୂଜା କରୁଥିଲେ। ତାପରେ ନେକ୍ସଟ ଅଛି ଆମର ହୁଇଚ୍ ଟେମ୍ପୁଲ କନସିଡର ଦ ଫାଇନେଷ୍ଟ ଏକ୍ଜାମ୍ପଲ ଅଫ୍ କଳିଙ୍ଗ ଆର୍କିଟେକ୍ଚର। ତ କେଉଁ ଆମର ମନ୍ଦିରଟା ଅଛି ଯେଉଁଟାକି ଆମର କଳିଙ୍ଗ ଆର୍କିଟେକ୍ଚର ହିସାବରେ ତିଆରି କରାଯାଇଛି ତେବେ, ତ ସେଇଟା ମନେ ରଖିବ, ସେଇଟା ଆମର କେଉଁଟା ହେବ କୋଣାର୍କର ସାନ୍ ଟେମ୍ପୁଲ ହେଲା, ଅପସନ୍ ସି। ତାପରେ ଚାଲନ୍ତୁ ଆଉ ଅଛି ହୁଇଚ୍ ଆର୍କିଟେକ୍ଚରାଲ ଷ୍ଟାଇଲ ଇଜ୍ ଆସୋସିଏଟେଡ୍ ୱିଥ୍ ଦ ଓଡ଼ିଶା ଟେମ୍ପୁଲ। ତ ଓଡ଼ିଶାରେ ଆମର ଯେଉଁ ମନ୍ଦିର ଗୁଡ଼ାକ ଅଛି ତ ସେଗୁଡ଼ା ଆମର କେଉଁ ଷ୍ଟାଇଲରେ ତିଆରି କରାହେଇଛି ହେଲା। ତ ସେଇଟା ହେଉଛି ଆମର କେଉଁଟା ହେବ ତାହେଲେ ନାଗରାର ଆମର କଳିଙ୍ଗ ଷ୍ଟାଇଲ ହେଲା। ନାଗରାର କଳିଙ୍ଗ ଷ୍ଟାଇଲରେ ଆମର ଯେତେ ବି ଓଡ଼ିଶାର ମନ୍ଦିର ଅଛି ସବୁ ତିଆରି କରାହେଇଛି ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ଡାଇନେଷ୍ଟି କ୍ରେଡିଟ୍ ୱିଥ୍ ଦ ଏକ୍ସପାଣ୍ଡିଂ ଦ ଜଗନ୍ନାଥ କ୍ଲଥ। ତ ଜଗନ୍ନାଥଙ୍କର ବିଷୟରେ ଆମର କେଉଁ ଡାଇନେଷ୍ଟି ମାନେ ବେଶୀ ପ୍ରଚାର କରିଥିଲେ ତାହେଲେ, ତ ସେଇଟା ମନେ ରଖିବ କେଉଁ ଡାଇନେଷ୍ଟି, ସେଇଟା ହେଉଛି ଆମର ଇଷ୍ଟର୍ଣ୍ଣ ଗଙ୍ଗା ଡାଇନେଷ୍ଟି ହେଲା। ତାପରେ ନେକ୍ସଟ ଅଛି ଦ ଫେମସ୍ କାଞ୍ଚି କାବେରୀ ଲିଜେଣ୍ଡ ଆସୋସିଏଟେଡ୍ ୱିଥ୍। ତ ଯିଏ ଅଛନ୍ତି ଆମର ଫେମସ୍ କାଞ୍ଚି କାବେରୀ, ସିଏ କାହା ସହିତ ରିଲେଟେଡ୍ ଅଛନ୍ତି, ଆସୋସିଏଟେଡ୍ ଅଛନ୍ତି ତାହେଲେ ସେଇଟା ମନେ ରଖିବେ ପୁରୁଷୋତ୍ତମ ଦେବ ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ରୁଲର ଇଜ୍ ଆସୋସିଏଟେଡ୍ ୱିଥ୍ ଦ କାଞ୍ଚି ଏକ୍ସପାଣ୍ଡେସନ୍। ତ ଯେଉଁ କାଞ୍ଚି ରିଜନଟା ଅଛି ସେଇଟାକୁ ଆମର ଏରିଆଟାକୁ ଏକ୍ସପାଣ୍ଡେସନ୍ କରିବାରେ ଆମର କେଉଁ ରାଜାଙ୍କର ବହୁତ ଇମ୍ପୋର୍ଟାଣ୍ଟ ଅଛି ତାହେଲେ, ତ ସେଇଟା ମନେ ରଖିବେ ସେଇ ପୁରୁଷୋତ୍ତମ ଦେବଙ୍କର ହିଁ ହେଲା। ତାପରେ ନେକ୍ସଟ ଅଛି ଦ ଇମେଜ୍ ଅଫ୍ ଲର୍ଡ ଜଗନ୍ନାଥ ଇଜ୍ ମେଡ୍ ମେନଲି ଫ୍ରମ୍। ତ ଯେଉଁ ଭଗବାନ ଜଗନ୍ନାଥଙ୍କର ଯେଉଁ ମୂର୍ତ୍ତିଟା ଅଛି ସେଇଟା ଆମର କେଉଁଥିରେ ତିଆରି ହେଇଥାଏ ତାହେଲେ, ସେଇଟା ହେଉଛି ଆମର କାଠ, ଯେଉଁଟାକି ନିମ୍ବ, ଯେଉଁଟାକି ଆମର ମହାନିମ୍ବ ବୋଲି କରି କୁହାଯାଏ ହେଲା, ମହାନିମ୍ବରେ ତିଆରି ହେଇଥାଏ ହେଲା। ତାପରେ ନେକ୍ସଟ ଅଛି ଦ ସେରିମୋନିଆଲ ରିପ୍ଲେସମେଣ୍ଟ ଅଫ୍ ଦୈତ ଉଡେନ୍ ବଡି ଇଜ୍ ନୋନ୍ ଏଜ୍। ତ ଯେଉଁ ଭଗବାନ ଜଗନ୍ନାଥଙ୍କର ଯେଉଁ ବଡ଼ିଟାକୁ ଚେଞ୍ଜ କରାଯାଏ ହେଲା, ତାଙ୍କ ଶରୀରଟାକୁ ଚେଞ୍ଜ କରାହୁଏ କାଠର, ତ ସେଇଟା ଆମକୁ ଆମର କିସ କୁହାଯାଏ ତାହେଲେ, ତ ସେଇଟା ମନେ ରଖିବ ଆମର ସେଇଟାକୁ କୁହାଯାଏ ଆମର ନବକଳେବର ହେଲା। ତାପରେ ନେକ୍ସଟ ଅଛି ନବକଳେବର ଇଜ୍ ଅବଜର୍ଭ। ତ ନବକଳେବରଟା ଆମର କେବେ ପାଳନ କରାଯାଏ, ତ ସେଇଟା ମନେ ରଖିବା ଅପସନ୍ ବି ହେଲା, ଏଟ୍ ଏ ସ୍ପେସିଫିକ୍ ଇଣ୍ଟରଭାଲ ହୁଏନ୍ ଆନ୍ ଏକ୍ସଟ୍ରା ଲୁନାର ମନ୍ଥ ଅଧି ଅସଧା। ତ ଯେତେବେଳେ ଆମର ଅଧି ଅସଧା ହୁଏ ସେଇ ଟାଇମରେ ଆମର କେଉଁଟା ନବକଳେବର କରାଯାଏ ହେଲା। ତାପରେ ନେକ୍ସଟ ଅଛି ଦ ଫେମସ୍ ବେଟାଲ ଅଫ୍ କଳିଙ୍ଗ ୱାଜ୍ ଫଟ୍ ବିଟୁଇନ୍। ତ ଯେଉଁ କଳିଙ୍ଗ ଯୁଦ୍ଧଟା ଆମର କାହା କାହା ମଝିରେ ହେଇଥିଲା ତେବେ, ତ କଳିଙ୍ଗ ଯୁଦ୍ଧଟା ଆମର ହେଇଥିଲା ଅଶୋକ ଏବଂ କଳିଙ୍ଗ ହେଲା। ଅଶୋକ ଏବଂ କଳିଙ୍ଗରେ ଯେଉଁମାନେ ରହୁଥିଲେ ତାଙ୍କ ସହିତ ହେଲା। ତାପରେ ନେକ୍ସଟ ଅଛି ଅଶୋକ ଟ୍ରାନ୍ସଫର୍ମେସନ୍ ଆଫ୍ଟର ଦ କଳିଙ୍ଗ ୱାର୍ ଲିଡ୍ ଇନ୍ ଦ ସ୍ପ୍ରେଡ୍ ଅଫ୍। ତ ଯେତେବେଳେ ଅଶୋକ କଳିଙ୍ଗ ଯୁଦ୍ଧ କରିସାରିଲା ପରେ ସିଏ କେଉଁ ଧର୍ମକୁ ସିଏ ସବୁ ଆଡ଼କୁ ପ୍ରଚାର କରିଥିଲେ, ତ ସେଇଟା ମନେ ରଖିବ କେଉଁ ଧର୍ମ, ସେଇଟା ହେଉଛି ବୁଦ୍ଧିଜିମ୍। ଦ ପିସ୍ ପାଗୋଡା ଏଟ୍ ଧଉଳି ୱାଜ୍ ବିଲ୍ଡ ଟୁ ସିମ୍ବଲ। ତ ଯେଉଁ ପିସ୍ ପାଗୋଡାରେ ଆମର ଧଉଳିଟା ତିଆରି କରାଯାଇଛି ସେଇଟା ଆମର କେଉଁଥିପାଇଁ ତିଆରି ହେଇଛି ତାହେଲେ, ସେଇଟା ମନେ ରଖିବେ ପିସ୍ ହେଲା, ଶାନ୍ତି ପାଇଁ। ତାପରେ ନେକ୍ସଟ ଅଛି ହୁଇଚ୍ ବୁଦ୍ଧିଷ୍ଟ ସାଇଟ୍ ଇନ୍ ଓଡ଼ିଶା ହେଜ୍ ଇଲ୍ଡ ରେଲିକ୍
କାସ୍କେଟ୍। ତ କୋଉ ବୁଦ୍ଧିଷ୍ଟ ସାଇଟ୍ଟାକୁ ଆମର କୁହାଯାଏ ୟେଲ୍ଡ ରେଲିକ୍ କାସ୍କେଟ୍ ବୋଲିକରି, ତ ସେଇଟା ମନେ ରଖୁ, ସେଇଟା ହେଉଛି ଆମର ଲଳିତଗିରିକୁ ହେଲା। ତାପରେ ନେକ୍ସଟ ଅଛି ଦ ବୁଦ୍ଧିଷ୍ଟ ସାଇଟ୍ ଅଫ୍ ଲଳିତଗିରି, ରତ୍ନଗିରି ଆଣ୍ଡ ଉଦୟଗିରି ଆର୍ ଲୋକେଟେଡ୍ ମେନଲି। ତ ଯେଉଁ ବୁଦ୍ଧିଷ୍ଟ ସାଇଟ୍ ଅଛି ଆମର ଲଳିତଗିରି, ରତ୍ନଗିରି ଆଉ ଉଦୟଗିରି, ସେଟା ଆମର କୋଉଠି ତାହେଲେ ଅଛି, ତ ସେଇଟା ମନେ ରଖିବା ଆମର ଅଛି ଯାଜପୁରରେ ହେଲା, ଯାଜପୁର ରିଜନରେ। ତାପରେ ଅଛି ହୁଇଚ୍ ରୁଲର ଫେମସ୍ ଫର୍ ରେଷ୍ଟୋରିଂ ଦ ଜୈନ କଲଚର ଇନ୍ କଳିଙ୍ଗ। ତ ଆମର ତାହେଲେ ଆଉ କିଏ କୋଉ ରାଜା ଆସିଲା ଯିଏକି କଳିଙ୍ଗରେ ଆମର ଜୈନ କଲଚରକୁ ଆଉଥରେ ତିଆରି କରିଥିଲେ, ତାହେଲେ ସେଇଟା ହେଉଛନ୍ତି ଆମର କିଏ, ଖାରବେଳ ହେଲା। ତାପରେ ଅଛି ଦ ଟାଇଟେଲ ଗଜପତି ମିନ୍ସ, ତ ଯେଉଁ ଗଜପତି ଟାଇଟେଲଟା ଅଛି ତାର ଆକ୍ଚୁଆଲି ମିନିଂଟା କିସ ହେଲା। ଗଜପତିର ଆକ୍ଚୁଆଲି ମିନିଂଟା ହେଉଛନ୍ତି ଆମର ଲର୍ଡ ଏଲିଫେଣ୍ଟ ହେଲା। ଭଗବାନ ହସ୍ତିଙ୍କୁ ଆମ କୁହାଯାଏ ଗଜପତି ହେଲା। ତାପରେ ନେକ୍ସଟ ଅଛି ଦ ଗଜପତି ରୁଲର ହେଡ୍ ଦେୟାର କ୍ୟାପିଟାଲ। ତ ଗଜପତି ରୁଲର ମାନଙ୍କୁ ତାଙ୍କର କ୍ୟାପିଟାଲ କେଉଁ ଜାଗାରେ ଥିଲା, ତାହେଲେ ତାଙ୍କର ଥିଲା କଟକରେ ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ପୋର୍ଟ ସର୍ଭ ଏଜ୍ ଆନ୍ ଇମ୍ପୋର୍ଟାଣ୍ଟ ମିଲିଟାରୀ ସେଣ୍ଟର ଅଫ୍ ଦ ଗଜପତି ରୁଲର। ତ ଯେଉଁ ଗଜପତି ରୁଲର ମାନଙ୍କର ଥିଲା ତାଙ୍କର ଇମ୍ପୋର୍ଟାଣ୍ଟ ମିଲିଟାରୀ ସେଣ୍ଟର କେଉଁଠି ଥିଲା ତାହେଲେ, ତ ସେଇଟା ମନେ ରଖିବେ ବାରବାଟୀ ଆଉ ରାୟବାନିଆ ବୋଥ୍ ଏ ଆଣ୍ଡ ବି ହେବ ହେଲା, ଦୁଇ ଜାଗାରେ ଥିଲା, ବାରବାଟୀ ଫୋର୍ଟ ବି ଆଉ ରାୟବାନିଆରେ ଦୁଇଟା ଜାଗାରେ ହେଲା। ତାପରେ ନେକ୍ସଟ ଅଛି ଶିଶୁପାଳ ଗଡ଼ ଇଜ୍ ଆନ୍ ଇମ୍ପୋର୍ଟାଣ୍ଟ। ତ ଯେଉଁ ଶିଶୁପାଳ ଗଡ଼ ଅଛି ସେଟା ଆମର କେଉଁଥିପାଇଁ ଇମ୍ପୋର୍ଟାଣ୍ଟ ତାହେଲେ, ତ ସେଇଟା ମନେ ରଖିବେ ସେଇଟା ହେଉଛନ୍ତି ଆମର ଏନସିଏଣ୍ଟ ଫୋର୍ଟିଫାଏଡ୍ ସିଟି ହେଲା, ସେଇଟା ଗୋଟେ ଆମର ବହୁତ ପୁରୁଣା ସିଟିଟା ହେଲା। ତାପରେ ନେକ୍ସଟ ଅଛି ଶିଶୁପାଳ ଗଡ଼ ଇଜ୍ ଲୋକେଟେଡ୍ ନିୟର। ତ ଶିଶୁପାଳ ଗଡ଼ଟା ଆମର କେଉଁ ପାଖରେ ଅଛି, ତ ମନେ ରଖ ସେଇଟା ଆମର ଭୁବନେଶ୍ୱରରେ ଅଛି ହେଲା। ତାପରେ ନେକ୍ସଟ ଅଛି ଦ ଆର୍କିଓଲୋଜିକାଲ ରିମେନ୍ ଅଫ୍ ଶିଶୁପାଳ ଗଡ଼ ବିଲଙ୍ଗସ୍ ମେନଲି ଟୁ। ତ ଯେଉଁ ଆର୍କିଓଲୋଜିକାଲ ଅଛି ଯେଉଁଟାକି ଶିଶୁପାଳ ଗଡ଼ରେ ହେଲା, ତ ସେଇଠୁ ସେଟା ଆମର କେଉଁ ପିରିୟଡ଼ର ବୋଲିକରି ଜଣା ପଡ଼ିଥାଏ, ତ ସେଇଟା ମନେ ରଖିବା ଆମର ସେଟା କେଉଁ ପିରିୟଡ଼ର, ସେଟା ହେଉଛି ଆର୍ଲି ହିଷ୍ଟୋରିକ୍ ପିରିୟଡ଼ ଟାଇମ୍ର ଶିଶୁପାଳ ଗଡ଼ ହେଲା। ତାପରେ ହୁଇଚ୍ ଫେମସ୍ କେଭ୍ ଇନସ୍କ୍ରିପସନ୍ ଡିସ୍କ୍ରାଇବ୍ ଖାରବେଳ ଆଚିଭମେଣ୍ଟ। ତ ଖାରବେଳଙ୍କର ଯେଉଁ ଆଚିଭମେଣ୍ଟ ସିଏ କେତେ ଆଚିଭ୍ କରିଥିଲେ, ତ ସେଇ ବିଷୟରେ ଆମେ କେଉଁ ଜାଗାରେ ପାଇଥାଉ ତାହେଲେ, ସେଇଟା ହେଉଛନ୍ତି ତାଙ୍କର ହାତୀଗୁମ୍ଫା ଇନସ୍କ୍ରିପସନରେ ପାଇବା ହେଲା ଖାରବେଳର ଆଚିଭମେଣ୍ଟ। ତାପରେ ଅଛି ହୁଇଚ୍ ସ୍କ୍ରିପ୍ଟ ୱାଜ୍ ୟୁଜ୍ ଇନ୍ ହାତୀଗୁମ୍ଫା ଇନସ୍କ୍ରିପସନ୍। ତାହେଲେ କେଉଁ ଇନସ୍କ୍ରିପ୍ଟରେ ଲେଖା ହେଇଛି ଆମର ହାତୀଗୁମ୍ଫା ଇନସ୍କ୍ରିପସନରେ, ସେଇଟା ହେଉଛି ବ୍ରାହ୍ମୀରେ ହେଲା। ତାପରେ ନେକ୍ସଟ ଅଛି ଓଡ଼ିଶା ଏନସିଏଣ୍ଟ ମେରିଟାଇମ୍ ଟ୍ରେଡ୍ ୱେଆର୍ ପପୁଲାରଲି ନୋନ୍ ଏଜ୍। ତ ଓଡ଼ିଶାର ଯେଉଁ ଏନସିଏଣ୍ଟ ମେରିଟାଇମ୍ ଟ୍ରେଡର୍ସ ମାନେ ଥିଲେ, ଯେଉଁମାନେ ଯାଉଥିଲେ ହେଲା, ତ ସେମାନଙ୍କୁ ଆମ କିସ କୁହାଯାଏ ତାହେଲେ, ସେମାନଙ୍କୁ କୁହାଯାଏ ସୋଧା ବାସ ବୋଲିକରି କୁହାଯାଏ ହେଲା। ତାପରେ ନେକ୍ସଟ ଅଛି ଦ ଭଏଜ୍ ଏଜ୍ ଅଫ୍ ସୋଦାସ ଇଜ୍ ରିମେମ୍ବର ଡ୍ୟୁରିଂ। ତ ଯେଉଁ ସଦାବାସ ମାନେ ଟ୍ରେଡର୍ସ ମାନେ ବାହାରକୁ ଯାଇଥାନ୍ତି ସେମାନଙ୍କୁ କେଉଁ ଟାଇମ୍ରେ ମନେ ପକାଯାଏ, ତ ସେଇଟା ମନେ ରଖିବା ବୋଇତ ବନ୍ଦାଣ ବେଳେ ସେମାନଙ୍କୁ ମନେ ପକାଯାଏ ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ଅଫ୍ ଦ ଫ୍ଲୋଇଂ ଇଜ୍ ଏ ମେଜର ହିଷ୍ଟୋରିକାଲ ପାର୍ଟ ଅଫ୍ ଓଡ଼ିଶା। ତ ଏଇ ଚାରିଟା ଅପସନ୍ ମଝିରୁ ଆମର କେଉଁଟା ସବୁଠୁ ମେଜର ହିଷ୍ଟୋରିକାଲ ପାର୍ଟ ଅଫ୍ ଓଡ଼ିଶା ହେବ, ତାହେଲେ ସେଇଟା ହେଉଛି ଅଲ୍ ଅଫ୍ ଦ ଏଭବ୍ ହେଲା, ସବୁଗୁଡ଼ା ହେବ, ଯେଉଁଟାକି ମାଣିକାପଟନମ୍ ବି ଇମ୍ପୋର୍ଟାଣ୍ଟ, ପାଲୋର ବି, ତାପରେ ଚାଲିଟୋଲା, ଏଗୁଡ଼ା ସବୁ ଆମର ଇମ୍ପୋର୍ଟାଣ୍ଟ ପୋର୍ଟ ଗୁଡ଼ା ଓଡ଼ିଶାର ହେଲା ସେଇ ଟାଇମ୍ର। ତାପରେ ନେକ୍ସଟ ଅଛି ଦ ଗଙ୍ଗା ରୁଲର ୱେଆର୍ ମେଜର ପାଟ୍ରନ୍ସ ହେଲା। ତ ଯେଉଁ ଗଙ୍ଗ ରୁଲର ମାନେ ସେମାନେ କେଉଁ ଜିନିଷ ପ୍ରତି ତାଙ୍କର ବେଶୀ ଅଧିକ ଥିଲା, ତ ସେମାନେ କିସ କରୁଥିଲେ ବେଶୀ, ତ ସେମାନଙ୍କର ଥିଲା ଟେମ୍ପଲ କନଷ୍ଟ୍ରକ୍ସନ୍, ସେମାନେ ବହୁତ ଇମ୍ପୋର୍ଟାନ୍ସ ଦେଉଥିଲେ ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ଓଡ଼ିଶା ରୁଲର ଡିଫିଟେଡ୍ ଦ ବାହାମନି ଫୋର୍ସେସ୍ ସେଭେରାଲ ଟାଇମ୍। ତାହେଲେ କେଉଁ ଓଡ଼ିଶାର ରୁଲରଟା ବାହାମନି ଫୋର୍ସେସକୁ ବହୁତ ଥର ସେମାନଙ୍କୁ ପରାସ୍ତ କରିଛି, ତାହେଲେ ତ ସେଇଟା ମନେ ରଖିବେ ଆମର ସେଇଟା କିଏ ହେବ, କପିଳେନ୍ଦ୍ର ଦେବ ହେଲା। ତାପରେ ଅଛି ଦ ଏମ୍ପାୟର ଅଫ୍ ଦ କପିଳେନ୍ଦ୍ର ଦେବ ଏକ୍ସଟେଣ୍ଡ ଅପ୍ ଟୁ। ତ କପିଳେନ୍ଦ୍ର ଦେବ କେତେ ପର୍ଯ୍ୟନ୍ତ ତାଙ୍କର ଏରିଆଟାକୁ ଏକ୍ସପାଣ୍ଡ କରିଥିଲେ, ଲମ୍ବା କରି ନେଇଥିଲେ, ତ ମନେ ରଖିବେ ତାମିଲନାଡୁ ଆଣ୍ଡ ଦ ଗଙ୍ଗା ବେସିନ୍। ତାମିଲନାଡୁରୁ ଗଙ୍ଗା ବେସିନ୍ ପର୍ଯ୍ୟନ୍ତ ତାଙ୍କର ଏରିଆଟି ଥିଲା ହେଲା କପିଳେନ୍ଦ୍ର ଦେବର। ତାପରେ ଅଛି ହୁଇଚ୍ ରୁଲର ଷ୍ଟ୍ରେନ୍ଥ ଦ
ଦ ଜଗନ୍ନାଥ ଟେମ୍ପୁଲ ଆଡମିନିଷ୍ଟ୍ରେସନ। ତ ଜଗନ୍ନାଥ ଟେମ୍ପୁଲ ଆଡମିନିଷ୍ଟ୍ରେସନ ଭାବରେ କିଏ ଥିଲେ ତାହେଲେ ସେଇଟା ମନେ ରଖିବେ, କୋଉଟା ହେବ ଅନଙ୍ଗ ଭୀମଦେବ 3 ଥିଲେ ହେଲା। ତାପରେ ନେକ୍ସଟ ଅଛି ଅନଙ୍ଗ ଭୀମଦେବ 3 ଡିକ୍ଲାର ଦ ହିମସେଲ୍ଫ ଏଜ ଏ ଡେପୁଟି ଅଫ, ସେ ଯିଏ ଥିଲେ ଆମର ଅନଙ୍ଗ ଭୀମଦେବ ତୃତୀୟ, ସେ କିସ ଡିକ୍ଲାର କରୁଥିଲେ ଡେପୁଟି ଅଫ, କାହାର ଥିଲେ ସେ ଡେପୁଟି, ତ ସେଇଟା ମନେ ରଖିବେ କାହାର, ସେ ହେଉଛନ୍ତି ଭଗବାନ ଜଗନ୍ନାଥଙ୍କର ହେଲା, ଲର୍ଡ ଜଗନ୍ନାଥ। ତାପରେ ଅଛି ଦ ଆନୁଆଲ କାର ଫେଷ୍ଟିଭାଲ ଅଫ ପୁରୀ ଇଣ୍ଟରନ୍ୟାସନାଲି ନୋନ୍ ଏଜ୍, ତ ଯେଉଁ ପୁରୀରେ ଆମର କାର ଫେଷ୍ଟିଭାଲ ହୁଏ ତ ତାକୁ ଆମର କି କୁହାଯାଏ ତାହେଲେ, ତ ସେଇଟା ମନେ ରଖ ଆମର ରଥଯାତ୍ରା ବୋଲିକରି କୁହାଯାଏ ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ମୋଗଲ ଏମ୍ପିରର ଇନକର୍ପୋରେଟେଡ ଓଡ଼ିଶା ଇଣ୍ଟୁ ମୋଗଲ ଏମ୍ପିରର, ତ କେଉଁ ରାଜା ଶାସନ ଟାଇମରେ ଓଡ଼ିଶାଟା ମୋଗଲ ପାଖକୁ ଯାଇଥିଲା ତାହେଲେ ସେଇଟା ମନେ ରଖିବେ ଆକବରଙ୍କ ସମୟରେ ହେଲା। ତାପରେ ନେକ୍ସଟ ଅଛି ଆଫ୍ଟର ଦ ଡିକ୍ଲାଇନ୍ ଅଫ୍ ମୋଗଲ ପାୱାର ଓଡ଼ିଶା କମାଣ୍ଡର, ଯେତେବେଳେ ମୋଗଲ ତାଙ୍କର ପାୱାର ସରିଗଲା ତ ସେତେବେଳକୁ ଓଡ଼ିଶା କାହା ଅଣ୍ଡରକୁ ପଳେଇଲା ତାହେଲେ, ତ ସେଇଟା ମନେ ରଖିବ କାହା ପାଖକୁ ପଳେଇଲା, ମରାଠା ମାନଙ୍କର ପାଖକୁ ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ୟୁରୋପିଆନ ପାୱାର ଫାଇନାଲି ଅକୁପାଏଡ ଦ ଓଡ଼ିଶା ଇନ୍ 1803, ହେଲା 1803 ମସିହାରେ କେଉଁ ୟୁରୋପିଆନ ପାୱାରଟା ତାହେଲେ ଓଡ଼ିଶାକୁ କ୍ୟାପଚର କରି ନେଇଥିଲା ତାହେଲେ, ତ ସେଇଟା ମନେ ରଖିବେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ହେଲା, ଇଂରେଜ ମାନେ। ତାପରେ ଅଛି ଦ ପାଇକା ରିବେଲିୟନ ଇଜ ଅଲସୋ ନୋନ୍ ଏଜ୍, ତ ପାଇକ ବିଦ୍ରୋହକୁ ଆଉ କିସ କୁହାଯାଏ ତାହେଲେ, ପାଇକ ରିବେଲିୟନକୁ ପାଇକ ବିଦ୍ରୋହ ମଧ୍ୟ କୁହାଯାଏ ହେଲା। ତାପରେ ଅଛି ବକ୍ସି ଜଗବନ୍ଧୁ ବିଲଙ୍ଗସ୍ ଟୁ ଦ ରୟାଲ ଷ୍ଟେଟ୍ ଅଫ, ତ ବକ୍ସି ଜଗବନ୍ଧୁଙ୍କର ତାଙ୍କର କେଉଁ ଅଞ୍ଚଳରୁ ସେ ବିଲଙ୍ଗସ୍ କରୁଥିଲେ ତାହେଲେ, ସେଇଟା ମନେ ରଖିବେ ସିଏ ଖୋର୍ଦ୍ଧାରୁ ଥିଲେ ହେଲା। ତାପରେ ନେକ୍ସଟ ଅଛି ଦ ଇମିଡ଼ିଏଟ୍ କୋଜ ଅଫ ପାଇକ ରିବେଲିୟନ, ତ ପାଇକ ରିବେଲିୟନ ହେବାର କାରଣଟା କିସ, ତ ସେଇଟା ହେବ କନଫ୍ଲିକ୍ସନ ଅଫ ଜଗବନ୍ଧୁସ୍ ଷ୍ଟେଟ୍ ଆଣ୍ଡ ବ୍ରିଟିଶ ରେଭିନ୍ୟୁ ପଲିସି, ତ ସେମାନେ ଯେଉଁ ବ୍ରିଟିଶର ଯେଉଁ ରେଭିନ୍ୟୁ ପଲିସି ଥିଲା ଟ୍ୟାକ୍ସ ଗୁଡ଼ା, ତ ତାଙ୍କ ବିରୋଧରେ ସେମାନେ ଲଢ଼େଇ କରୁଥିଲେ ହେଲା। ତାପରେ ଅଛି ହୁଇଚ୍ ଆର୍ ସେଲିବ୍ରେଟେଡ ଏଜ୍ ଓଡ଼ିଶା ଫର୍ମେସନ ଡେ, ତ ଓଡ଼ିଶା କେବେ ଫର୍ମେସନ ହେଲା, କେବେ ତିଆରି ହେଲା, ସେଇ ଡେଟାକୁ ଆମର କେବେ ପାଳନ କରାଯାଏ ତାହେଲେ, ତ ସେଇଟା ମନେ ରଖିବ 1 ଏପ୍ରିଲ 1936 ହେଲା। ତାପରେ ଅଛି ଦ ଡିମାଣ୍ଡ ଫର ସେପାରେଟ ଓଡ଼ିଶା ପ୍ରୋଭିନ୍ସ ବେସ୍ ଅନ୍, ତ ଯେତେବେଳେ ଡିମାଣ୍ଡ କରାଗଲା ଯେ ଓଡ଼ିଶାଟାକୁ ଆମର ସେପାରେଟ ପ୍ରୋଭିନ୍ସ କରାଯାଉ ହେଲା, ତ କେଉଁ ଆଧାରରେ କରାଯିବ କଥା, ତ ସେଇଟା ହେଇଛି ଆମର ଲିଙ୍ଗୁଇଷ୍ଟିକ ଆଇଡେଣ୍ଟିଟିରେ କରାଯାଇଛି ହେଲା, ଲାଙ୍ଗୁଏଜ ହିସାବରେ। ତାପରେ ନେକ୍ସଟ ଅଛି ଦ ମୁଭମେଣ୍ଟ ଫର ସେପାରେଟ ଓଡ଼ିଶା ପ୍ରୋଭିନ୍ସ ୱାଜ ଲିଡ୍ ମେନଲି, ତ ଯେଉଁଟା ଓଡ଼ିଶାକୁ ସେପାରେଟ ପ୍ରୋଭିନ୍ସ କରିବା ପାଇଁ ମେନଲି ଆମର କିଏ ଲିଡ୍ ନେଇଥିଲେ ସେଇଟା ପାଇଁ, ତ ସେଇଟା ମନେ ରଖିବେ ଆମର ଥିଲେ ମଧୁସୂଦନ ଦାସ ହେଲା। ତାପରେ ନେକ୍ସଟ ଅଛି ଦ ଲିଟରାରୀ ରେଜୋନାନ୍ସ ଇନ୍ ଓଡ଼ିଶା କ୍ଲୋଜଲି ଆସୋସିଏଟେଡ ୱିଥ୍, ତ ଯେଉଁ ଲିଟରାରୀ ରେଜୋନାନ୍ସ ଅଛି ସିଏ ଆମର କ୍ଲୋଜଲି କେଉଁ କାହା ସହିତ ରିଲେଟେଡ୍ ଅଛି ଓଡ଼ିଶାର, ତ ସେଇଟା ମନେ ରଖିବ ବହୁତ ଇମ୍ପୋର୍ଟାଣ୍ଟ ପର୍ସନ ଅଛନ୍ତି, ସିଏ ହେଉଛନ୍ତି ଫକୀର ମୋହନ ସେନାପତି ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ଓଡ଼ିଆ ପୋଏଟ୍ ଇଜ ନୋନ୍ ଏଜ୍ ସ୍ୱଭାବ କବି, ତ କେଉଁ ଆମର କବିଙ୍କୁ ଆମର ସ୍ୱଭାବ କବି ବୋଲି କରି କୁହାଯାଏ, ସ୍ୱଭାବ କବି ଗଙ୍ଗାଧର ମେହେର ହେଲା। ତାପରେ ଅଛି ରାଧାନାଥ ରାୟ ଇଜ ରିମେମ୍ବାର ପ୍ରାଇମେରିଲି ଏଜ୍, ତ ରାଧାନାଥ ରାୟକୁ ଆମେ କେଉଁଥିପାଇଁ ମନେ ପକେଇବା, ସେ ଜଣେ ଆମର ଥିଲେ ପୋଏଟ୍ ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ଇନଷ୍ଟିଟ୍ୟୁସନ ବିକମ୍ ଦ ସେଣ୍ଟର ଅଫ ନ୍ୟାସନାଲିଷ୍ଟ ଏଜୁକେସନ ଇନ୍ ଓଡ଼ିଶା, ତ କେଉଁ ଇନଷ୍ଟିଚ୍ୟୁଟଟା ଆମର ସେଣ୍ଟର ହେଲା ନ୍ୟାସନାଲିଷ୍ଟ ଏଜୁକେସନ ଅଫ ଓଡ଼ିଶାର, ତ ସେଇଟା ମନେ ରଖିବେ ତାହେଲେ ସେଇଟା ହେଉଛି ସତ୍ୟବାଦୀ ବନ ବିଦ୍ୟାଳୟ। ଆଉ ଏଇଟା କମେଣ୍ଟରେ ଜଣେଇବେ ଏଇ ସତ୍ୟବାଦୀ ବନ ବିଦ୍ୟାଳୟଟା କାହା ଦ୍ୱାରା ଫର୍ମେସନ ହେଇଥିଲା ହେଲା। ତାପରେ ନେକ୍ସଟ ଅଛି ହୁ ଇଷ୍ଟାବ୍ଲିଶ ସତ୍ୟବାଦୀ ବନ ବିଦ୍ୟାଳୟ, ସେଇ ସେମ୍ କ୍ୱେଶ୍ଚନ୍ ପଚାରିଲି ଟିକେ ଆଗରୁ, ତାହେଲେ କିଏ କରିଛି ଆମର ସତ୍ୟବାଦୀ ବନ ବିଦ୍ୟାଳୟ, ସେ ହେଉଛନ୍ତି ଗୋପବନ୍ଧୁ ଦାସ। ତାପରେ ଅଛି ଦ ଗ୍ରୁପ ଅଫ 5 ନ୍ୟାସନାଲିଷ୍ଟ ଲିଡର ଆସୋସିଏଟେଡ ୱିଥ୍ ସତ୍ୟବାଦୀ ଇଜ ନୋନ୍ ଏଜ୍, ତ ଯେଉଁ 5 ଜଣ ଥିଲେ ନ୍ୟାସନାଲିଷ୍ଟ ଲିଡର, ଯେଉଁମାନେ କି ସତ୍ୟବାଦୀ ମଧ୍ୟ କୁହାଯାଏ ହେଲା, ସତ୍ୟବାଦୀ କୁହାଯାଏ ସେମାନଙ୍କୁ ହେଲା, ତ ସେମାନଙ୍କୁ କିସ କୁହାଯାଉଥିଲା ତାହେଲେ, ସେମାନଙ୍କୁ କୁହାଯାଉଥିଲା ପଞ୍ଚସଖା ହେଲା। ତ ଆଉ ଗୋଟେ ନାଁଟା କିସ ମଡର୍ଣ୍ଣ ସତ୍ୟବାଦୀ ଗ୍ରୁପ ମଧ୍ୟ କୁହାଯାଏ ହେଲା, ବହୁତ ଇମ୍ପୋର୍ଟାଣ୍ଟ ମନେ ରଖିବେ।
ତାପରେ ନେକ୍ସଟ ହେଉଛି ହୁଇଚ୍ ନ୍ୟୁଜ୍ ପେପର ପ୍ଲେଡ୍ ମେଜର ରୋଲ୍ ଇନ୍ ଓଡ଼ିଶା ଫ୍ରିଡମ୍ ମୁଭମେଣ୍ଟ। ତ ଯେଉଁ ଓଡ଼ିଶା ଫ୍ରିଡମ୍ ମୁଭମେଣ୍ଟଟା ହେଲା ସେଇଥିପାଇଁ ଆମର କେଉଁ ନ୍ୟୁଜ୍ ପେପରଟା ବହୁତ ଇମ୍ପୋର୍ଟାଣ୍ଟ ଥିଲା, ସେଇଟା ହେଉଛି ଦ ସମାଜ ନ୍ୟୁଜ୍ ପେପର ହେଲା। ତାପରେ ନେକ୍ସଟ ଅଛି ଦ ହିଷ୍ଟୋରି ଅଫ୍ ଓଡ଼ିଶା ବେସ୍ଡ ଅନ୍ ଦ ଫର୍ ଇଟ୍ ରିଚ୍ ଟ୍ରାଡ଼ିସନ୍ ଅଫ୍। ତ ଓଡ଼ିଶାର ହିଷ୍ଟ୍ରିଟା ଆମର କେଉଁ ଟ୍ରାଡ଼ିସନଟା ଭରପୁର ଭାବରେ ଅଛି, ତାହେଲେ ସେଇଟା ମନେ ରଖିବେ ଅପସନ୍ ଏ ମେରିଟାଇମ୍ ଟ୍ରେଡ୍, ଟେମ୍ପୁଲ ଆର୍କିଟେକ୍ଚର, କାଲଚରାଲ ହେରିଟେଜ୍ ହେଲା। ଏଇ ତିନିଟା ଜିନିଷ ଟ୍ରେଡ୍ କରୁଥିଲେ ମେରିଟାଇମ୍ରେ ସମୁଦ୍ରରେ, ଟେମ୍ପୁଲ ମନ୍ଦିର ତିଆରି କରୁଥିଲେ, କାଲଚରାଲ ହେରିଟେଜ୍ ମାନେ ବହୁତ ପର୍ବପର୍ବାଣି ଅଛି। ତାପରେ ନେକ୍ସଟ ଅଛି ହୁଇଚ୍ ଏନ୍ସିଏଣ୍ଟ କ୍ୟାପିଟାଲ ଅଫ୍ କଳିଙ୍ଗ ମେନସନ୍ ଇନ୍ ଅଶୋକାନ ରେକର୍ଡ। ତ କଳିଙ୍ଗର କେଉଁ କ୍ୟାପିଟାଲଟାକୁ ଅଶୋକାନ ରେକର୍ଡରେ କରାଯାଇଛି, ତାହେଲେ କ୍ୟାପିଟାଲଟା କଳିଙ୍ଗର, ତ ସେଇଟା ମନେ ରଖିବା ଆମର କେଉଁଟା ହେବ ତୋଷାଳି ହେଲା। ତାପରେ ନେକ୍ସଟ ଅଛି ଦ ଧଉଳି ରକ୍ ଏଡିକ୍ଟ ୱେଆର୍ ଇସ୍ୟୁ ଇନ୍ ହୁଇଚ୍ ଲାଙ୍ଗୁଏଜ୍। ତ ଧଉଳିର ଯେଉଁ ରକ୍ ଏଡିକ୍ଟରେ ଲେଖା ହେଇଛି ସେଟା ଆମର କେଉଁ ଲାଙ୍ଗୁଏଜରେ ଲେଖା ହେଇଛି, ତାହେଲେ ସେଇଟା ମନେ ରଖିବା ପ୍ରାକୃତରେ ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ କେଭ୍ ଏଟ୍ ଉଦୟଗିରି ଫେମସ୍ ଫର୍ କୁଇନ୍ ପ୍ଲେସ୍ ଅଫ୍ କାର୍ଭିଂ। ତ ଉଦୟଗିରିର ଆମର କେଉଁ କେଭ୍ଟା ଫେମସ୍ ଅଛି ଯେଉଁଟାକି କୁଇନ୍ ପ୍ଲେସ୍ ପାଇଁ ହେଲା। ତ ସେଇଟା ମନେ ରଖିବା ରାଣୀ ଗୁମ୍ଫା ହେଲା। କୁଇନ୍ଟା ହେଉଛନ୍ତି ଆମର ରାଣୀ, ମନେ ରଖିବ ସେଇଠୁ। ତାପରେ ନେକ୍ସଟ ଅଛି ରାଣୀ ଗୁମ୍ଫା ବିଲଙ୍ଗସ୍ ଟୁ ହୁଇଚ୍ ପିରିୟଡ଼। ତ ଯେଉଁ ରାଣୀ ଗୁମ୍ଫାଟା ହେଇଥିଲା ସେଟା ଆମର କେଉଁ ପିରିୟଡ଼ ସହିତ ରିଲେଟେଡ୍ ଅଛି, ତାହେଲେ ସେଇଟା ମନେ ରଖିବେ ସେଇଟା ଆମର ଖାରବେଳଙ୍କ ପିରିୟଡ଼ରେ ହେଲା। ତାପରେ ହୁଇଚ୍ କେଭ୍ କଣ୍ଟେନ୍ ଦ ହାତୀ ଗୁମ୍ଫା ଇନସ୍କ୍ରିପସନ୍। ତ କେଉଁ କେଭ୍ରେ ଆମର ହାତୀ ଗୁମ୍ଫା ଇନସ୍କ୍ରିପସନ୍ ତାହେଲେ ଲେଖା ହେଇଛି, ତ ସେଇଟା ମନେ ରଖିବା ହାତୀ ଗୁମ୍ଫା କେଭ୍ରେ ହେଲା। ତାପରେ ଅଛି ଦ ମହାମେଘ ବାହନ ଡାଇନେଷ୍ଟି ମେନଲି ନନ୍ ଥ୍ରୋ। ତ ସେମାନଙ୍କୁ କେଉଁ ଇନସ୍କ୍ରିପସନରୁ ଜଣାପଡ଼େ, ତାହେଲେ ମହାମେଘ ଡାଇନେଷ୍ଟି ବୋଲି କରି ସେଇଟା ବି ଆମର କେଉଁଟା ହାତୀ ଗୁମ୍ଫା ଇନସ୍କ୍ରିପସନରୁ ହିଁ ଜଣାପଡ଼େ ହେଲା। ତାପରେ ନେକ୍ସଟ ଅଛି ଦ ଇଷ୍ଟର୍ଣ୍ଣ ଗଙ୍ଗ ରୁଲର ୱେଆର୍ ଫଲୋଅର୍ସ। ତ ଇଷ୍ଟର୍ଣ୍ଣ ଗଙ୍ଗ ରୁଲର ମାନେ ସେମାନେ କାହାକୁ ଫଲୋ କରୁଥିଲେ, ଏଇଟା କମେଣ୍ଟରେ ଜଣାଇବେ ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ରୁଲର ଷ୍ଟାର୍ଟ ଦ କନଷ୍ଟ୍ରକ୍ସନ୍ ଅଫ୍ ଜଗନ୍ନାଥ ଟେମ୍ପୁଲ। ତାହେଲେ କେଉଁ ରୁଲରଟା ଥିଲେ, କେଉଁ ଶାସକ ଥିଲା ଯିଏକି ଜଗନ୍ନାଥ ଟେମ୍ପୁଲକୁ ତିଆରି କରିବାରେ ଷ୍ଟାର୍ଟ କରିଥିଲେ ହେଲା। ତ ସେଇଟା ହେବ ଆମର କିଏ ଅନନ୍ତ ବର୍ମର ଚୋଡ଼ଗଙ୍ଗ ଦେବ ହେଲା। ତାପରେ ଦ ଜଗନ୍ନାଥ ଟେମ୍ପୁଲ ୱାଜ୍ କମ୍ପ୍ଲିଟେଡ୍ ବାଇ ତିଆରି କରିଥିଲେ ଅନଙ୍ଗ ବର୍ମର ଚୋଡ଼ଗଙ୍ଗ ଦେବ, ତାହେଲେ କମ୍ପ୍ଲିଟ୍ କିଏ କଲେ ଅନଙ୍ଗ ଭୀମଦେବ ତୃତୀୟ ହେଲା, ତୃତୀୟ ଅନଙ୍ଗ ଭୀମଦେବ। ତାପରେ ଅଛି ଦ କୋଣାର୍କ ଟେମ୍ପୁଲ ରିପ୍ରେଜେଣ୍ଟ ଦ ଚାରିଅଟ୍ ଅଫ୍। ତାହେଲେ ଯେଉଁ କୋଣାର୍କ ଟେମ୍ପୁଲଟା ସେଟା ଆମର କେଉଁ ଭଗବାନଙ୍କୁ ଡେଡିକେଟ୍ କରେ, ତାହେଲେ ତ ସେଇଟା ମନେ ରଖିବା ଭଗବାନ ସୂର୍ଯ୍ୟଙ୍କୁ ହେଲା, ସାନ୍ ଗଡ୍। ତାପରେ ନେକ୍ସଟ ଅଛି ହୁଇଚ୍ ଓଡ଼ିଶା କିଙ୍ଗ ନୋନ୍ ଏଜ୍ ଦ ଗ୍ରେଟେଷ୍ଟ ରୁଲର ଅଫ୍ ଗଜପତି ଏମ୍ପିରର। ତ ଗଜପତି ଏମ୍ପିରର ସବୁଠୁ ଗ୍ରେଟେଷ୍ଟ ସବୁଠୁ ଶକ୍ତିଶାଳୀ ରାଜା କିଏ ଥିଲେ, ତାହେଲେ ତ ସେଇଟା ମନେ ରଖିବେ କପିଳେନ୍ଦ୍ର ଦେବ। ତାପରେ ଅଛି ଦ ଟାଇଟେଲ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ୱାଚ୍ ୟୁଜ୍ ବାଇ। ତାହେଲେ କିଏ ଏଇ ଟାଇଟେଲଟା ଗ୍ରହଣ କରିଥିଲେ, ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର। ତ ବହୁତ ଇମ୍ପୋର୍ଟାଣ୍ଟ ଏକ୍ଜାମ ରିଲେଟେଡ୍ ସିଏ ହେଉଛନ୍ତି ଆମର କିଏ କପିଳେନ୍ଦ୍ର ଦେବ। ତାପରେ ହୁଇଚ୍ କିଙ୍ଗ ରୋଡ୍ ଦ ପେଟ୍ରୋନାଇଜ୍ଡ କାଞ୍ଚି କାବାରୀ ଟ୍ରାଡ଼ିସନ୍। ତାହେଲେ ଏଇ କାଞ୍ଚି କାବେରୀ ଟ୍ରାଡ଼ିସନଟା ଆମର କିଏ ଲେଖିଥିଲେ, ତାହେଲେ ତ ସେଇଟା ମନେ ରଖିବା ପୁରୁଷୋତ୍ତମ ଦେବ ହେଲା। ତାପରେ ନେକ୍ସଟ ଅଛି ଚୈତନ୍ୟ ମହାପ୍ରଭୁ ଏରାଇଭ୍ ଇନ୍ ପୁରୀ ଏରାଉଣ୍ଡ। ତ ଯେଉଁ ଚୈତନ୍ୟ ମହାପ୍ରଭୁ ଆମର ପୁରୀରେ ଆସିଛନ୍ତି, ତ ସିଏ କେତେ ମସିହାରେ ଆସିଥିଲେ ପୁରୀକୁ, ତାହେଲେ ସେଇଟା ମନେ ରଖିବେ 1510ରେ ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ସେଣ୍ଟ ଗ୍ରେଟଲି ଇନଫ୍ଲୁଏନ୍ସ ଡେଭୋସନାଲ କଲଚରାଲ ଅଫ୍ ଓଡ଼ିଶା। ତାହେଲେ କେଉଁ ଆମର ସନ୍ଥ ଥିଲେ ଯିଏକି ଓଡ଼ିଶାର କଲଚରକୁ ସିଏ ବହୁତ ପସନ୍ଦ କରୁଥିଲେ, ତାହେଲେ ସିଏ ଥିଲେ ଚୈତନ୍ୟ ମହାପ୍ରଭୁ ହେଲା। ତାପରେ ନେକ୍ସଟ ଅଛି ଓଡ଼ିଶା କାମ୍ ଅଣ୍ଡର ଆଫଗାନ ରୁଲର ଆଫ୍ଟର ଦ ଡିଫିଟେଡ୍ ଅଫ୍। ତାହେଲେ ଆଫଗାନ ମାନେ ଓଡ଼ିଶାକୁ କେବେ କ୍ୟାପଚର କରିଥିଲେ, କାହାକୁ ହରାଇଲା ପରେ, ତ ସେଇଟା ମନେ ରଖିବେ କାହାକୁ
ମୁକୁନ୍ଦ ଦେବକୁ ହେଲା। ତାପରେ ଅଛି ମୋଗଲ କନକ୍ୱେଷ୍ଟ ଓଡ଼ିଶା ୱାଜ୍ କମ୍ପ୍ଲିଟେଡ୍। ତ ମୋଗଲମାନେ କେବେ ଓଡ଼ିଶାକୁ ପୁରା ଭାବରେ ଅକ୍ତିକାର କରି ନେଇଥିଲେ, ସେଇଟା ହେଉଛି 1592ରେ ହେଲା। ତାପରେ ନେକ୍ସଟ ଅଛି ଡ୍ୟୁରିଂ ମୋଗଲ ରୁଲ୍ ଓଡ଼ିଶା ଫର୍ମ ପାର୍ଟ ଦ। ତ ଯେତେବେଳେ ମୋଗଲ ଶାସନ ଚାଲିଲା ସେତେବେଳେ ଓଡ଼ିଶା କେଉଁ ପାର୍ଟରେ ଥିଲା, ତ ସେଇଟା ମନେ ରଖିବ ତାହେଲେ ସେଟା ଥିଲା ସୁଭା ଅଫ୍ ଓଡ଼ିଶା ହେଲା। ତାପରେ ଅଛି ଦ ମରାଠା କ୍ୟାପଚର ଓଡ଼ିଶା ଫ୍ରମ୍ ଦ। ତ ମରାଠା ମାନେ କାହା ପାଖରୁ ଓଡ଼ିଶାଟାକୁ କ୍ୟାପଚର କରି ଆଣିଥିଲେ, ତ ସେଇଟା ମନେ ରଖିବେ ମରାଠା ମାନେ କାହା ପାଖରୁ ମୋଗଲ ମାନଙ୍କୁ ଛଡ଼େଇକି ଆଣିଥିଲେ ହେଲା। ତାପରେ ଅଛି ଦ ବ୍ରିଟିଶ କ୍ୟାପଚର ଓଡ଼ିଶା ଫ୍ରମ୍ ଦ ମାରାଠା ଡ୍ୟୁରିଂ। ତାପରେ ଯେତେବେଳେ ମୋଗଲ ମାନେ ମରାଠାଠୁ ସେମାନେ ଛଡ଼େଇ ନେଇଗଲେ, ତାହେଲେ ବ୍ରିଟିଶ ମାନେ ମରାଠାଠୁ କେଉଁ ଯୁଦ୍ଧ ପରେ ସେମାନେ ନେଇଥିଲେ ବ୍ରିଟିଶ ଆଣ୍ଡରକୁ ଓଡ଼ିଶା ଆସିଥିଲା ହେଲା, ବ୍ରିଟିଶ ପାଖକୁ ପଳେଇଥିଲା। ତ ସେଇଟା ହେଉଛନ୍ତି ଆମର ସେକେଣ୍ଡ ଆଙ୍ଗଲୋ ମାରାଠା ୱାର ଯେତେବେଳେ ହେଲା, ତାପରେ ଓଡ଼ିଶାଟା ବ୍ରିଟିଶ ପାଖକୁ ପଳେଇଲା ହେଲା। ତାପରେ ନେକ୍ସଟ ଅଛି ଦ ଟ୍ରିଟି ଅଫ୍ ଦେଓଗାଁव ୱାଜ୍ ସାଇନ୍। ତ ଟ୍ରିଟି ଅଫ୍ ଦେଓଗାଁଟା ଆମର କେତେ ମସିହାରେ ସାଇନ୍ କରାଯାଇଥିଲା, 1803ରେ ହେଲା। ତାପରେ ନେକ୍ସଟ ଅଛି ଦ ପାଇକ ରିବେଲିୟନ ସ୍ପ୍ରେଡ୍। ତ ପାଇକ ରିବେଲିୟନଟା ଆମର କେତେ ପର୍ଯ୍ୟନ୍ତ ବିସ୍ତାର ହେଇକି ରହିଥିଲା, ପୁରୀ ଖୋର୍ଦ୍ଧା ନିୟର ବାଇ ରିଜନ। ତ ପୁରୀ ଖୋର୍ଦ୍ଧା ଯେଉଁ ଅଛି ସେଇ ପାଖାପାଖି ସବୁ ଅଞ୍ଚଳରେ ପ୍ରସାର ହେଇଥିଲା ହେଲା। ତାପରେ ନେକ୍ସଟ ଅଛି ବକ୍ସି ଜଗବନ୍ଧୁ ଫୁଲ୍ ନେମ୍। ତ ବକ୍ସି ଜଗବନ୍ଧୁଙ୍କ ପୁରା ନାଁଟା କିସ ହେବ ତାହେଲେ, ତ ସେଇଟା ମନେ ରଖିବା ଅପସନ୍ ଏ ହେଲା, ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ବ୍ରହ୍ମମର ରାୟ, ମନେ ରଖିବା ହେଲା ଅପସନ୍ ଏ। ତାପରେ ନେକ୍ସଟ ଅଛି ଦ ପାଇକ ରିବେଲିୟନ ଇଜ୍ ରିଗ୍ରେଟେଡ୍ ଏଜ୍ ଦ ପ୍ରେସିକ୍ୟୁସର ଅଫ୍ ଦ। ତାହେଲେ କେଉଁ ମୁଭମେଣ୍ଟ ଷ୍ଟାର୍ଟ ହେଇଥିଲା ପାଇକ ରିବେଲିୟନ ପାଇଁ, ତ ସେଇଟା ମନେ ରଖିବେ ସେଇଟା ହେଉଛି ଇଣ୍ଡିଆନ ଫ୍ରିଡମ ମୁଭମେଣ୍ଟଟା ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ସୋସିଆଲ ରିଫର୍ମ ଇଜ୍ ନୋନ୍ ଏଜ୍ ଉତ୍କଳ ଗୌରବ। ତାହେଲେ ଉତ୍କଳ ଗୌରବ ଆମେ କାହାକୁ କହିଥାଉ, ଉତ୍କଳ ଗୌରବ ମଧୁସୂଦନ ଦାସ ହେଲା। ଗୋପବନ୍ଧୁ ଦାସ ଫାଉଣ୍ଡେଡ, ତାହେଲେ କେଉଁଟାକୁ ସେ ବାହାର କରିଥିଲେ ଗୋପବନ୍ଧୁ ଦାସ, ସତ୍ୟବାଦୀ ବନବିଦ୍ୟାଳୟ ହେଲା। ତାପରେ ଅଛି ହୁଇଚ୍ ନ୍ୟୁଜ୍ ପେପର ୱାଜ୍ ଫାଉଣ୍ଡେଡ ବାଇ ଗୋପବନ୍ଧୁ ଦାସ। ଗୋପବନ୍ଧୁ ଦାସ କେଉଁ ନ୍ୟୁଜ୍ ପେପର ବାହାର କରିଥିଲେ, ଦ ସମାଜ। ତାପରେ ନେକ୍ସଟ ଅଛି ହୁ ଫାଉଣ୍ଡେଡ ଉତ୍କଳ ଦୀପିକା। ତାହେଲେ ଉତ୍କଳ ଦୀପିକାଟାକୁ ଆମର କିଏ ବାହାର କରିଥିଲେ, ଗୌରୀଶଙ୍କର ରାୟ ହେଲା। ଦ ଗ୍ରେଟ୍ ଓଡ଼ିଶା ଫେମାଇନ୍। ତ ନଅଙ୍କ ଦୁର୍ଭିକ୍ଷ ଯେଟାକି ଗ୍ରେଟ୍ ଓଡ଼ିଶା ଫେମାଇନ୍ ବି, ସେଇଟା ଆମର କେତେ ମସିହାରେ ଆସିଥିଲା ତେବେ, 1866ରେ ହେଲା। ତାପରେ ନେକ୍ସଟ ଅଛି ଦ ଗ୍ରେଟ୍ ଓଡ଼ିଶା ଫେମାଇନ୍ ଇଜ୍ ପପୁଲାରଲି ନୋନ୍ ଏଜ୍। ତ ଯେଉଁ ଗ୍ରେଟ୍ ଓଡ଼ିଶା ଫେମାଇନ୍ଟାକୁ ପପୁଲାରଲି ଆଉ କିସ ମଧ୍ୟ କୁହାଯାଏ, ତ ସେଇଟା ହେଉଛି ନଅଙ୍କ ଫେମାଇନ୍, ଯେଉଁଟାକି ନଅଙ୍କ ଦୁର୍ଭିକ୍ଷ ମଧ୍ୟ କୁହାଯାଏ ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ଅର୍ଗାନାଇଜ ଡିମାଣ୍ଡ ଦ ୟୁନିଫିକେସନ ଅଫ୍ ଓଡ଼ିଆ ସ୍ପିକିଂ ଏରିଆ। ତ କେଉଁ ଅର୍ଗାନାଇଜେସନଟା କହିଥିଲା ଓଡ଼ିଶାଟାକୁ ଆମର ଓଡ଼ିଆ କହୁଥିବା ଅଞ୍ଚଳ ବୋଲିକରି ଘୋଷଣା କରାଯାଉ, ତ ସେଇଟା ମନେ ରଖିବ ସେଇଟା ହେଉଛନ୍ତି ଆମର ଉତ୍କଳ ସମ୍ମିଳନୀରେ ହେଲା। ତାପରେ ଅଛି ଉତ୍କଳ ସମ୍ମିଳନୀ ୱାଜ୍ ଏଷ୍ଟାବ୍ଲିଶ। ତ ଉତ୍କଳ ସମ୍ମିଳନୀଟା ଆମର କେତେ ମସିହାରେ ଫର୍ମେସନ୍ ହେଇଥିଲା, 1903ରେ ହେଲା। ତାପରେ ନେକ୍ସଟ ଅଛି ଓଡ଼ିଶା ବିକମ୍ ଏ ସେପାରେଟ୍ ପ୍ରୋଭିନ୍ସ। ଓଡ଼ିଶାଟା ଆମର କେବେ ସ୍ୱତନ୍ତ୍ର ପ୍ରଦେଶ ଗଠନ ହେଲା, 1 ଏପ୍ରିଲ 1936 ହେଲା। ଓଡ଼ିଶା ୱାଜ୍ ଦ ଫାଷ୍ଟ ଇଣ୍ଡିଆନ ପ୍ରୋଭିନ୍ସ ଫର୍ମଡ ଅନ୍ ଦ ବେସିସ୍ ଅଫ୍। ତ କେଉଁ ବେସିସ୍ରେ ଓଡ଼ିଶାଟା ଫର୍ମେସନ୍ ହେଲା, ଲାଙ୍ଗୁଏଜରେ ହେଲା। ତାପରେ ନେକ୍ସଟ ଅଛି ଫାଷ୍ଟ ଗଭର୍ଣ୍ଣର ଅଫ୍ ଓଡ଼ିଶା ପ୍ରୋଭିନ୍ସ। ପ୍ରଥମ ଗଭର୍ଣ୍ଣର କିଏ ଓଡ଼ିଶା ପ୍ରୋଭିନ୍ସର, ସିଏ ହେଉଛନ୍ତି ଆମର ସାର୍ ଜନ୍ ଅଷ୍ଟିନ ହବାକ ହେଲା। ତାପରେ ନେକ୍ସଟ ଅଛି ଦ ଫାଷ୍ଟ ପ୍ରିମିୟର ଚିଫ୍ ମିନିଷ୍ଟର ଅଫ୍ ଓଡ଼ିଶା ପ୍ରୋଭିନ୍ସ ଇନ୍ 1937। 1937ରେ ଆମର ପ୍ରିମିୟର ଚିଫ୍ ମିନିଷ୍ଟର କିଏ ଥିଲେ ତାହେଲେ, ତ ସେଇଟା ମନେ ରଖୁ କୃଷ୍ଣଚନ୍ଦ୍ର ଗଜପତି ହେଲା। ତାପରେ ନେକ୍ସଟ ଅଛି ଭୁବନେଶ୍ୱର ବିକମ୍ ଦ କ୍ୟାପିଟାଲ ଅଫ୍ ଓଡ଼ିଶା। ଭୁବନେଶ୍ୱରଟା ଆମର କେତେ ମସିହାରେ କ୍ୟାପିଟାଲ ହେଲା, 1948ରେ ହେଲା। ଦ ମାଷ୍ଟର ପ୍ଲାନ୍ ଅଫ୍ ଭୁବନେଶ୍ୱର ୱାଜ୍। ତ
ତ ଯେଉଁ ଭୁବନେଶ୍ୱର ସିଟିର ଡିଜାଇନ୍ କିମ୍ବା ପ୍ଲାନ୍ଟା ସେଟା ଆମର କାହା ଦ୍ୱାରା ହେଇଥିଲା, ବହୁତ ଇମ୍ପୋର୍ଟାଣ୍ଟ, ଓଟୋ କିଙ୍ଗସ୍ ବର୍ଗର। ତାପରେ ନେକ୍ସଟ ଅଛି ହୁଇଚ୍ ଫୋର୍ଟ ଇଜ୍ ଲୋକେଟେଡ୍ କଟକ। ତ ଏଇ ଚାରିଟା ଅପସନ୍ ମଧ୍ୟରୁ ଆମର କେଉଁ ଦୁର୍ଗଟା କଟକରେ ଅଛି, ତାହେଲେ ସେଇଟା ଅଛି ଆମର ବାରବାଟୀ ଦୁର୍ଗ ହେଲା, ବାରବାଟୀ ଫୋର୍ଟ। ତାପରେ ନେକ୍ସଟ ଅଛି ହୁଇଚ୍ ଏନ୍ସିଏଣ୍ଟ ସିଟି ନିୟର ଭୁବନେଶ୍ୱର ଇଜ୍ ଫେମସ୍ ଫର୍ ଆର୍କିଓଲୋଜିକାଲ ଏକ୍ସକାଭେସନ୍। ତାହେଲେ କେଉଁ ଏନ୍ସିଏଣ୍ଟ ସିଟିଟା ଆମର ଭୁବନେଶ୍ୱରରେ ଅଛି ଯେଉଁଟାକି ଆର୍କିଓଲୋଜିକାଲ ଏକ୍ସକାଭେସନ୍ ପାଇଁ କରାହେଇଥିଲା, ତ ସେଇଟା ମନେ ରଖିବା ଶିଶୁପାଳ ଗଡ଼ ହେଲା। ତାପରେ ନେକ୍ସଟ ଅଛି ଶିଶୁପାଳ ଗଡ଼ ଇଜ୍ ବିଲିଭଡ୍ ଟୁ ହ୍ୟାଭ୍ ଫ୍ଲୋରାଇଜ୍ ଡ୍ୟୁରିଂ। ତ ଶିଶୁପାଳ ଗଡ଼ଟା ଆମର କେଉଁ ଟାଇମ୍ର ବୋଲି କରି କୁହାଯାଏ, ସେଟା ହେଉଛି ଆର୍ଲି ହିଷ୍ଟୋରିକ୍ ପିରିୟଡ଼ର ହେଲା। ତାପରେ ଅଛି ହୁଇଚ୍ ବୁଦ୍ଧିଷ୍ଟ ସାଇଟ୍ ହେଜ୍ ଇଲ୍ଡ ରିଲିକ୍ କାସ୍କେଟ୍ ବିଲିଭ୍ ଟୁ କଣ୍ଟେନ୍ ସ୍କ୍ରେଡ୍ ରିଲାଇସ୍। ତାହେଲେ ବୁଦ୍ଧିଷ୍ଟ କେଉଁ ସାଇଟ୍ରେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ଅଛି ବୋଲି କରି ଜଣାଯାଏ, ସେଟା ହେଉଛି ଆମର ଲଳିତଗିରିରେ ହେଲା। ତାପରେ ନେକ୍ସଟ ଅଛି ରତ୍ନଗିରି ୱାଜ୍ ଆନ୍ ଇମ୍ପୋର୍ଟାଣ୍ଟ ସେଣ୍ଟର ଅଫ୍। ରତ୍ନଗିରିଟା ଆମର ଇମ୍ପୋର୍ଟାଣ୍ଟ ସେଣ୍ଟର କେଉଁମାନଙ୍କର, ତାହେଲେ ମହାୟାନ ଆଉ ବଜ୍ରୟାନ ବୁଦ୍ଧିଜିମ୍ ମାନଙ୍କର ହେଲା। ତାପରେ ନେକ୍ସଟ ଅଛି ଦ ଡାଇମଣ୍ଡ ଟ୍ରାଙ୍ଗେଲ୍ ଅଫ୍ ଓଡ଼ିଶା। ଏଇଟା ଇମ୍ପୋର୍ଟାଣ୍ଟ ଅଛି। ତ ଡାଇମଣ୍ଡ ଟ୍ରାଙ୍ଗେଲ୍ ଅଫ୍ ଓଡ଼ିଶା ଆମର କେଉଁକୁ ନେଇକରି ଅଛି, ଲଳିତଗିରି, ରତ୍ନଗିରି ଆଉ ଉଦୟଗିରି ହେଲା, ସେଗୁଡ଼ାକୁ ଆମର କିସ କୁହାଯାଏ, ଡାଇମଣ୍ଡ ଟ୍ରାଙ୍ଗେଲ୍ ଅଫ୍ ଓଡ଼ିଶା। ତାପରେ ଅଛି ହୁଇଚ୍ ରିଭର କ୍ଲୋଜଲି ଆସୋସିଏଟେଡ୍ ୱିଥ୍ ଦ କଳିଙ୍ଗ ୱାର। ତ କଳିଙ୍ଗ ଯୁଦ୍ଧ ସହିତ ଆମର କେଉଁ ନଦୀଟା ଇମ୍ପୋର୍ଟାଣ୍ଟ ଅଛି, ସେଟା ହେଉଛି ଦୟା ନଦୀ ହେଲା। ତାପରେ ଅଛି ଅଶୋକ ରକ୍ ଏଡିକ୍ ଧଉଳି ଏମ୍ଫାସିସ୍। ତ ଅଶୋକର ଯେଉଁ ଧଉଳିରେ ରକ୍ ଏଡିକ୍ଟ ଅଛି, ସେଇଠି ଆମର କେଉଁ ଜିନିଷଟା ଇମ୍ପୋର୍ଟାଣ୍ଟ ଲେଖା ହେଇଛି, ସେଇଟା ହେଉଛି ଧାମ ହେଲା, ଯେଉଁଟାକି ମୋରାଲ କଣ୍ଡକ୍ଟ ଆଣ୍ଡ ପିସ୍ ବିଷୟରେ ଲେଖା ହେଇଛି ସେଇଠି। ତାପରେ ନେକ୍ସଟ ଅଛି ଓଡ଼ିଶା ଏନ୍ସିଏଣ୍ଟ ମେରିଟାଇମ୍ ହେରିଟେଜ୍ ଇଜ୍ ରିମେମ୍ବର ଥ୍ରୋ। ତ ଯେତେବେଳେ ମେରିଟାଇମ୍ ଯେଉଁ ଆମର ଯାଇଛନ୍ତି ବାହାରକୁ, ସେମାନଙ୍କୁ କେଉଁ ଟାଇମ୍ରେ ମନେ ପକାଯାଏ, ସେଇଟା ହେଉଛି ଆମର ବୋଇତ ବନ୍ଦାଣ ଟାଇମ୍ରେ ହେଲା। ତାପରେ ନେକ୍ସଟ ଅଛି ଦ ଟ୍ରାଡିସନାଲ ସେଲର ଅଫ୍ ଏନ୍ସିଏଣ୍ଟ ଓଡ଼ିଶା ଆର୍ ନନ୍। ଯେଉଁ ସେଲର ମାନେ ନାବିକ ମାନେ ଯାଇଛନ୍ତି, ସେମାନଙ୍କୁ କିସ କୁହାଯାଏ, ସଦାବାସ ବୋଲି କରି କୁହାଯାଏ ହେଲା। ତାପରେ ନେକ୍ସଟ ଅଛି ହୁଇଚ୍ ଫେଷ୍ଟିଭାଲ୍ସ କମରେଟ୍ ଦ ଅବଜର୍ଭ ଭାଇଗସ୍ ଏଫ୍ ଦ ସହବାସ। ତ ସଦାବାସ ମାନଙ୍କୁ ମନେ ପକାଇବା ପାଇଁ ଆମର କେଉଁ ଫେଷ୍ଟିଭାଲ ପାଳନ କରାଯାଏ, ବୋଇତ ବନ୍ଦାଣ ହେଲା। ତାପରେ ନେକ୍ସଟ ଅଛି ଓଡ଼ିଶା ହିଷ୍ଟ୍ରି ଇଜ୍ ଏସ୍ପେସିଆଲି ରିନୋଏଡ୍ ଫର୍ ଦ କଣ୍ଟ୍ରିବ୍ୟୁସନ୍ ଟୁ। ତ ଓଡ଼ିଶା ହିଷ୍ଟ୍ରିଟା ଆମର କେଉଁ ଜିନିଷ ପ୍ରତି ବହୁତ ଇମ୍ପୋର୍ଟାଣ୍ଟ ଦେଇଛି, ସେଇଟା ହେଉଛି ଟେମ୍ପଲ ଆର୍କିଟେକ୍ଚର, ମେରିଟାଇମ୍ ଟ୍ରେଡ୍ ଆଉ କଲଚର ହେରିଟେଜଟା ବହୁତ ଇମ୍ପୋର୍ଟାଣ୍ଟ ଅଛି ହେଲା ଓଡ଼ିଶାଟା। ହଉ, ତ ଆଜି ପାଇଁ ଏତିକି। ଆଜି ଆମର ଟୋଟାଲ 100 MCQ ଅଲରେଡ଼ି ଡିସ୍କସନ୍ ହେଇସାରିଲା। ତାପରେ ନେକ୍ସଟ ଆମେ ଆଉ ପଢ଼ିବା, ଆଉ 300 ପର୍ଯ୍ୟନ୍ତ ଗଲା, ଆଉ 100ଟା MCQ ପାର୍ଟ 4ରେ ଆସିବ। ତାପରେ ଆଉ ପାର୍ଟ 5ରେ ଆଉ 100, ଟୋଟାଲ ଆମର 500 MCQ ଡିସ୍କସନ୍ ହେଇସାରିବ। ତାପରେ ନୂଆ ଗୋଟେ ସବଜେକ୍ଟକୁ ଧରିବା ହେଲା। ତ ଯେଉଁମାନେ ଚ୍ୟାନେଲରେ ନୂଆ ଆସିଛନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ତ ଆଜି ପାଇଁ ଏଇଠି ସମାପ୍ତ।